ଥରେ ଏମିତି ଉପାୟରେ ଫୁଲକୋବି ଆଳୁ ଗ୍ରୀନ୍ ମଟର ଦେଇ ତରକାରୀ ବନାନ୍ତୁ, ସେ ପୁଣି ବିନା ପିଆଜ ରସୁଣରେ। ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଯେମିତି ଭୋଜିରେ ମିସ୍ କରନ୍ତି ସେଇଭଳିଆ ରେସିପିଟା ଆଜି ଆମେ ଘରେ ବନେଇବା। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏଇଠି ମୁଁ 3ଟା ଖଣ୍ଡେ ମିଡିଲ ସାଇଜର ଆଳୁକୁ ଚୋପା ବାହାର କରି ଭଲସେ ଧୋଇକିରି କାଟିକି ନେଇ ଆସିଛି। ତା ସହିତ ଗୋଟେ ମିଡିଲ ସାଇଜର କୋବିକୁ ମଧ୍ୟ ଏମିତି 2 ଖଣ୍ଡ କରି କାଟିଛି ଆଉ ମଝିରୁ ଟିକେ କଟ୍ ଲଗେଇଛି, ଯାହାଫଳରେ ଆମ କୋବିଟା ଭଲସେ କୁକ୍ ହେଇଯିବ ଆଉ କ୍ରଞ୍ଚି ଜମା ରହିବନି। ଖୁବ୍ କମ୍ ସମୟରେ ଆମର କୋବି ଆଳୁ ପୁରା ବଢ଼ିଆସେ ସିଝିଯିବ। ଆଜି ଆମେ ଫୁଲକୋବି ଆଳୁ ତରକାରୀ ବିନା ପିଆଜ ରସୁଣରେ ପୁଣି ବିନା ତେଲରେ ଛାଣିକି ବନେଇବା। ଟେଷ୍ଟ ପୁରା ଭୋଜି ଭଳିଆ ରହିବ। ଏଇଠି ମୁଁ ଗୋଟେ କଡ଼େଇ ବସେଇଛି ଆଉ କଡ଼େଇ ଗରମ ହେଲା ପରେ ସେଥିରେ ଗୋଟେ ବଡ଼ ଚାମଚ ଦେଇଦେବା ରିଫାଇନ୍ ତେଲ। ଆପଣ ଚାହିଁଲେ ସୋରିଷ ତେଲରେ ମଧ୍ୟ ବନେଇ ପାରିବେ। ତେଲ ଗରମ ହେଲା କି ନାହିଁ ଟିକେ ଚେକ୍ କରିସାରିଲା ପରେ ଆମେ କାଟିକି ଧୋଇକି ରଖିଥିବା ଆଳୁ ସହିତ କୋବିକୁ ଆଡ଼୍ କରିବା ଆଉ କୋବିକି ଆମେ ଭାଜିବା। ଯଦି ଆପଣ ତେଲରେ ଛାଣିକି ଭୋଜି ଷ୍ଟାଇଲ ଭଳି ବନେଇବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ବନେଇ ପାରିବେ। ମୁଁ ଏଠି ଆଳୁ ସବୁକୁ ଦେଇ ସାରିଲା ପରେ ଆଉ ଧୋଇକି ରଖିଥିବା କୋବିକୁ ମଧ୍ୟ ଏଥିରେ ଆଡ଼୍ କରିନେବି। ଏଠି କୋବି ଆଳୁକୁ ଦେଇକି ଆମେ କୋବି ଆଳୁକୁ ଭାଜିବା। ଆମେ ଏଠି କୋବି ଆଳୁ ଭାଜିବା ଭିତରେ କିଛି ତେଲ ହଳଦୀ କି ଲୁଣ ପକେଇନେ ଏମିତି ନର୍ମାଲି ଭାଜିବା। ଆଉ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିବା, ଗୋଳେଇକି ଭାଜିବା ଆଉ କଭର୍ ଦେବା। ଆଉ କୋବି ଆଳୁ ସିଝିବା ପାଇଁ କଭର୍ ଦେଇକି ଲୋ ଟୁ ମିଡ଼ିୟମ୍ ହିଟ୍ରେ ରଖିକି କୋବି ଆଳୁକୁ ଆମେ ଭାଜି ନେବା। ଆମେ ଏଠି କୋବି ଆଳୁ ଭାଜିଲା ବେଳେ ପାଣି ଆଡ଼୍ କରିବାନି। ଏମିତି ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିଦେଲେ ତା ଦେହରୁ ଝାଳେଇକି ଯେଉଁ ପାଣି ବାହାରିବ ସେଇ ପାଣିରେ ଆମର ଆଳୁ ପ୍ରାୟ 50% ଆଉ କୋବି ମଧ୍ୟ 50% ପାଖାପାଖି କୁକ୍ ହେଇଯିବ ଆଉ ବଢ଼ିଆସେ ଭାଜି ହେଇଯିବ। କୋବି ଆଳୁ ଆମର ପୁରା 50% ପାଖାପାଖି ସିଝି ଯାଇଛି ଆଉ ବଢ଼ିଆସେ ଭାଜି ହେଇଯାଇଛି। ଆମେ ଗୋଟେ ପ୍ଲେଟ୍କୁ ତାକୁ କାଢ଼ି ନେବା। ସେ କଡ଼େଇକି ଆମେ ସଫା କରି ଆଣିବା। ଏଇଠି ଗୋଟେ ମିକ୍ସି ଜାର୍ ନେଇଛି ଆଉ ଅଧ ଛୋଟ ଚାମଚ ଦେଇଛି ପାନମଧୁରୀ। ତା ସହିତ ଗୋଟେ ଛୋଟ ଚାମଚରୁ ଟିକେ ଅଧିକ ଦେଇଛି ଗୋଟା ଧନିଆ। ଏଇଠି ମୁଁ ଛୋଟ 2ଟା ଲବଙ୍ଗ ନେଇଛି। ତା ସହିତ ଅଧ ଛୋଟ ଚାମଚ ଟିକେ ନେଇଛି ଗୋଲମରିଚ। ଯେତିକି ରାଗ ଖାଇବାକୁ ତରକାରୀରେ ପସନ୍ଦ କରୁଥିବେ ସେଇ ହିସାବରେ କଞ୍ଚା ଲଙ୍କାକୁ ଆଡ଼୍ କରିବେ। ତା ସହିତ ମୁଁ ଏଠି 2ଟା ମିଡିଲ ସାଇଜର ଟମାଟୋକୁ ମଧ୍ୟ ନେଇଛି ଆଉ 1 ଇଞ୍ଚରୁ କମ୍ ଟିକେ ନେଇଛି ଅଦା। ଅଦାକୁ ଏମିତି 4 ଖଣ୍ଡ କରି କାଟିକି ଦେଇଛି ଆଉ ତା ଦେହରେ ଅଳ୍ପ ପାଣି ଦେଇ ତାର ଗୋଟେ ଚିକଣ କରି ପେଷ୍ଟ କରି ଆଣିଲି। ଆକୁ ସାଇଡ଼୍ କରିନେବା। ଏଇଠି କଡ଼େଇରେ ମୁଁ ଗୋଟେ ବଡ଼ ଚାମଚ ଦେଇ ଦେଉଛି ରିଫାଇନ୍ ତେଲ। ଆଉ ତେଲ ଗରମ ହେଲା ପରେ ଆମେ ସବୁ ପ୍ରକାର ଗୋଟା ମସଲାକୁ ଆଡ଼୍ କରିବା। ମୁଁ ଖଣ୍ଡେ ଡାଲଚିନି ଏମିତି ଖଣ୍ଡ କରି ନେଇଛି। ଅଧ ଛୋଟ ଚାମଚରୁ କମ୍ ଟିକେ ଜିରା ଦେବା, ଫୁଟିବା ପାଇଁ ଛାଡ଼ିବା। ଜିରା ଫୁଟିଗଲା ପରେ ମୁଁ ଏଠି 2-4ଟା ଲବଙ୍ଗ ଏମିତି ଗୋଟା ପକାଇ ଦେଉଛି। ଆପଣ ଚାହିଁଲେ ସେସବୁକୁ ଟିକେ ଦର ଖଣ୍ଡ କରିକି ପକାଇ ପାରିବେ। ଗୋଟେ ତେଜପତ୍ରକୁ ଏମିତି 2 ଖଣ୍ଡ କରି ପକାଇ ନେବା। ତା ସହିତ ଗୋଟେ ଗୁଜୁରାତି। ତରକାରୀରେ ଭଲ ଫ୍ଲେଭର ବା ବାସ୍ନା ଆସିବା ପାଇଁକା ମୁଁ ଅଧ ପିଞ୍ଚରୁ ଟିକେ ଅଧିକ ଦେଇଛି ହେଙ୍ଗୁ। ହେଙ୍ଗୁଟା ଟିକେ ପକେଇଲେ ଭୋଜି ଷ୍ଟାଇଲ ଭଳିଆ ତରକାରୀ ଲାଗିବ, ବଢ଼ିଆ ବାସ୍ନା ଆସିବ। ଏମିତିରେ ବି ହେଙ୍ଗୁ ବହୁତ ଡାଇଜେସନ୍ ପାଇଁ କାମ କରେ। ହେଙ୍ଗୁକୁ ଦେବା, ତାକୁ ଟିକେ ଗୋଳେଇ ନେବା। ବଢ଼ିଆ ଫ୍ଲେଭର ବା ଭଲ ବାସ୍ନା ଆସିଗଲା ପରେ ଆମେ ଆଗରୁ ବାଟିକି ରଖିଥିବା ମସଲା ପେଷ୍ଟକୁ ଏଇ ଷ୍ଟେଜ୍ରେ ଆଡ଼୍ କରିନେବା। ବାଟିକି ରଖିଥିବା ମସଲା ପେଷ୍ଟକୁ ଦେଇକି କଣ୍ଟିନ୍ୟୁଅସଲି 1-2 ମିନିଟ୍ ଖଣ୍ଡେ ଭାଜି ନେବା। ଯେମିତି ଅଦା ଟମାଟୋର କଞ୍ଚା ସ୍ମେଲ୍ ଯିବ, ଟମାଟୋ ଭଲସେ ଭାଜି ହେଇଯିବ, ସେହି ସମୟ ପର୍ଯ୍ୟନ୍ତ ଆମେ ଟିକେ ଗୋଳେଇ ନେବା। ଏଇଠି ମସଲା ଆମର ଭଲସେ କଷି ହେଇଗଲାଣି ଆଉ ମସଲାରୁ ତେଲ ଛାଡ଼ିଗଲାଣି। এই ଷ୍ଟେଜ୍ରେ ଆମେ ସବୁ ପ୍ରକାର ଗୁଣ୍ଡ ମସଲା ୟୁଜ୍ କରିବା। ଯେମିତି ଅଧ ଛୋଟ ଚାମଚ ଯେମିତି ହଳଦୀ ଗୁଣ୍ଡ, 1 ଚାମଚ ଦେଇଦେବା କରି ପାଉଡ଼ର ଆଉ ଭଲ କଲର୍ ପାଇଁ ଆମେ ଦେବା କାଶ୍ମୀର ଲଙ୍କା ଗୁଣ୍ଡ। ଆମେ ଯେହେତୁ କଞ୍ଚା ଲଙ୍କା ବାଟିଛେ ସେଥିପାଇଁ ରାଗ ଲଙ୍କା ଗୁଣ୍ଡ ଏଠି ୟୁଜ୍ କରିବାନି। ତାପରେ ଅଳ୍ପ ପାଣି ଦେବା। ମସଲା ତଳୁ ନ ଲାଗିବ ଜଳିବନି, ତେଣୁ ଲୋ ଟୁ ମିଡ଼ିୟମ୍ ରଖି ଗ୍ୟାସ୍କୁ ମସଲାକୁ ଆମେ 5ରୁ 10 ମିନିଟ୍ ଅଳ୍ପ ଅଳ୍ପ ପାଣି ଦେଇ କଷି ନେବା। ଏଇଠି ଆମର ମସଲା କଷି ହେଇଗଲାଣି। ମୁଁ ମିକ୍ସି ଜାର୍କୁ ଧୋଇକି ଅଳ୍ପ କିଛି ପାଣି ରଖିଛି ଆଉ ମସଲାରେ ଆଡ଼୍ କରିନେବା। ଆଉ ମସଲାକୁ କଣ୍ଟିନ୍ୟୁଅସଲି 1-2 ମିନିଟ୍ ଭଲସେ କଷି ନେବା, ଯେ ପର୍ଯ୍ୟନ୍ତ ଆମର ମସଲାରୁ ତେଲ ଅଲଗା ନ ହେଇଛି। ସେପଟେ ମସଲା କଷି ହେବା ଭିତରେ ମୁଁ ଏଠି କିଛି କାଜୁ ସହିତ ଗୁଣ୍ଡ କାଜୁ ଆଉ 1 ବଡ଼ ଚାମଚ ଚାରମଗଜ ନେଇଛି। ଆପଣ ଯଦି ଚାରମଗଜ କାଜୁ ନାହିଁ ତାହେଲେ ମଧ୍ୟ ସ୍କିପ୍ କରି ସେଇ ସେମ୍ ପ୍ରୋସେସ୍ରେ କୋବି ଆଳୁ ମଟର ତରକାରୀ ବନେଇ ପାରିବେ। ଏଠି ଦେଖନ୍ତୁ କେତେ ବଢ଼ିଆ ଲାଗୁଛି ଦେଖିବା ପାଇଁ ଆଉ କଲର୍ ବଢ଼ିଆ ଲାଗୁଛି। ତା ସହିତ ମସଲାର ତେଲ ଅଲଗା ହେଇଗଲାଣି। ଆପଣ ଏମିତି ବି ଫୁଲକୋବି ଆଳୁ ମଟର ତରକାରୀ ବନେଇକି ଖାଇପାରିବେ। ଯେହେତୁ ଭୋଜି ଷ୍ଟାଇଲ ବନେଇବା, ଟିକେ କ୍ରିମି ଟେକ୍ସଚର ରହିଲେ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ସେଥିପାଇଁ ମସଲା ପେଷ୍ଟକୁ ଦେବା ଆଉ ମିକ୍ସଚର ଜାର୍କୁ ଧୋଇକିରି ଅଳ୍ପ ପାଣି ଦେବା। ଯେହେତୁ କାଜୁ ଆମେ ଚାରମଗଜ ଦେଇଥିଲେ ତେଣୁ ତଳୁ ଲାଗିଯିବ। କଣ୍ଟିନ୍ୟୁଅସଲି ଆମେ 1-2 ମିନିଟ୍ ବଢ଼ିଆସେ କଷି ନେବା।
ଏଇଠି ଗୋଟେ ଚାମଚ ଚିନି ମୁଁ ଆଡ୍ କରୁଛି। ଚିନି ପକେଇଲେ ଟେଷ୍ଟ ବାଲାନ୍ସ ରହିବ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ, ବିଲକୁଲ ବି ମିଠା ଲାଗିବନି। ଚିନିଟା ଜମା ବି ସ୍କିପ୍ କରିବେନି। ଏଠି ଚିନିକି ଦେଇ ସାରିଲା ପରେ ଆମେ 1-2 ମିନିଟ୍ ଭଲସେ କଷିବା, ଯେମିତି ମସଲା ତେଲ ଅଲଗା ହେଇଯିବ। ଏଇଠି ମୁଁ କିଛି ଫ୍ରେଶ୍ ଗ୍ରୀନ୍ ମଟର ନେଇଛି। ଏବେ ତ ମାର୍କେଟରେ ବହୁତ ଫ୍ରେଶ୍ ଗ୍ରୀନ୍ ମଟର ମିଳୁଛି। ଆପଣମାନଙ୍କ ପାଖରେ ଯଦି ନାହିଁ ତାହେଲେ ସ୍କିପ୍ ମଧ୍ୟ କରିପାରିବେ। ଗ୍ରୀନ୍ ମଟରକୁ ମୁଁ ଏମିତି ଚୋପା ଛଡ଼େଇକି ରଖି ନେଇଥିଲି। ଆଉ ଏଇ ମସଲା ସହିତ ଦବା 1 ମିନିଟ୍ ଖଣ୍ଡେ ଗୋଳେଇବା ବା କଷି ନେବା। ଏଇଠି ମଧ୍ୟ ଆମ ଗ୍ରୀନ୍ ମଟର ମସଲା ସହିତ ବଢ଼ିଆ ସେ କଷି ହେଇଗଲାଣି, ଆଉ ତେଲ ମଧ୍ୟ ପୁରା ପରଫେକ୍ଟ ଛାଡ଼ିଗଲାଣି। ଆମେ ଏଇ ସାଇଡ଼୍ରେ ଆଗରୁ ଭାଜିକି ତା କୋବି ଆଳୁକୁ ଆଡ଼୍ କରିନେବା। ତା ସହିତ ସ୍ୱାଦ ଅନୁସାରେ ଲୁଣକୁ ଆଡ଼୍ କରିବା। ଯେହେତୁ ଆମେ ଆଗରୁ ଲୁଣ ପକେଇନେ, ଦେଖିକି କୋବି ଆଳୁ ଲୁଣ ଭଲସେ ଗୋଳେଇ ନେବା ଆଉ ମସଲା ସହିତ ବଢ଼ିଆ ସେ କଷି ନେବା। ଲୋ ଟୁ ମିଡ଼ିୟମରେ ଗ୍ୟାସ୍କୁ ରଖି କୋବି ଆଳୁ ଗ୍ରୀନ୍ ମଟରକୁ ସବୁ ଭଲସେ କଷି ନେବା। ମସଲା କଷିବା ଭିତରେ ମୁଁ ଏଠି ଅଳ୍ପ ଗରମ ପାଣି ଆଡ଼୍ କରି କୋବି ଆଳୁ ମଟର ସହିତ ଭଲସେ କଷି ନେଉଛି। ଯେହେତୁ ଆମେ କୋବି ଆଳୁକୁ ପୁରା 50% କୁକ୍ ହେବା ପର୍ଯ୍ୟନ୍ତ ଭାଜିଥିଲେ, ତେଣୁ ଆଉ 50% ଏଇ ମସଲା ସହିତ କଷି ବା ଗୋଳେଇ କଷି କଭର ଦେଲେ ଆମର କୋବି ଆଳୁ ପୁରା ପରଫେକ୍ଟ କୁକ୍ ହେଇଯିବ। ଯେହେତୁ ଆମେ କାଜୁ ଆଉ ଚାରମଗଜ ପକେଇଛେ, ତେଣୁ ଗ୍ୟାସ୍ର ଫ୍ଲେମ୍କୁ ଲୋ ରଖିବା ଆଉ ମଝିରେ ଲିଡ୍ ଖୋଲି କୋବି ଆଳୁକୁ କଷିବା, ନହେଲେ ମସଲା ତଳୁ ଲାଗିଯିବ। କାଜୁ ଚାରମଗଜ ଯେହେତୁ ଅଠାଳିଆ ଅଂଶ ଥାଏ, ତେଣୁ ମଝିରେ ଲିଡ୍ ଖୋଲିକି ଏମିତି କଷିବା। ଏଇଠି କୋବି ଆଳୁ ଆଉ ଗ୍ରୀନ୍ ମଟର ପୁରା ବଢ଼ିଆ ସେ କଷି ହେଇଗଲାଣି। ମସଲା ଆଳୁ ପୁରା ବଢ଼ିଆ ସେ ତେଲ ଛାଡ଼ିଗଲାଣି। ଆଳୁ ମଧ୍ୟ ଆମର ପୁରା ପରଫେକ୍ଟ କୁକ୍ ହେଇଯାଇଛି। ଆକୁ ଆମେ ଆଉ ବେଶୀ ସମୟ କଷିବାନି, ଅଳ୍ପ କିଛି ଗରମ ପାଣି ଆଡ଼୍ କରିବା। ଯେହେତୁ କାଜୁ ଚାରମଗଜ ଦେଇଛେ, କିଛି ସମୟ ରହିଗଲା ପରେ କାଜୁ ଚାରମଗଜ ଗ୍ରେଭିଟା ବହଳିଆ ହେଇଯିବ। ତେଣୁ ଦେଖିକି ଆମେ ପାଣି ଆଡ଼୍ କରିବା। ଯେତିକି ଆମେ ଗ୍ରେଭି ରଖିବାକୁ ଚାହିଁବା, ସେଇ ହିସାବରେ ପାଣି ଟିକେ ଅଧିକ କରି ଆଡ଼୍ କଲେ ମେଜରମେଣ୍ଟଟା ଠିକ୍ ରହିବ। ଏଇଠି ଆମେ କୋବି ଆଳୁକୁ ବେଶୀ ସମୟ ଆଉ ଫୁଟେଇବାନି, ମାତ୍ର 1-2 ମିନିଟ୍ ଭଲସେ ଫୁଟେଇ ନେବା। ଫୁଟିଗଲା ପରେ ଆମେ ଶେଷରେ କିଛି କଟା ଧନିଆ ପତ୍ର ଦେଇ ଗୋଳେଇ ନେବା। ଯେହେତୁ ମୁଁ ପ୍ରଥମରୁ କିଛି ଗୋଟା ମସଲା ଆଡ଼୍ କରିଥିଲି, ତେଣୁ ସେଥିପାଇଁ କିଛି ମୁଁ ଆଉ ଗରମ ମସଲା ଆଡ଼୍ କରିନି। ଆପଣମାନେ ଥରେ ଏଇ ପ୍ରୋସେସ୍ରେ ଫୁଲକୋବି ଆଳୁ ମଟର ତରକାରୀ ବିନା ପିଆଜ ରସୁଣରେ ଆଉ ଖୁବ୍ କମ୍ ତେଲ ମସଲାରେ ବନେଇକି ଘରେ ଖାଆନ୍ତୁ। ଆଜିର ରେସିପି କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ବାଏ, ଜୟ ଜଗନ୍ନାଥ।